ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, ଓଡ଼ିଶାର କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା ମୋର ସମସ୍ତ କର୍କଟ ରାଶିର ଭାଇ ଓ ଭଉଣୀମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ସ୍ୱାଗତ। ଯଦି ଆପଣମାନେ କର୍କଟ ରାଶିର ବ୍ୟକ୍ତି, ତେବେ ଯଦି କିଛି କାମ ଅଛି ତେବେ ତାକୁ ଦୟାକରି କିଛି ସମୟ ପାଇଁ ବନ୍ଦ ରଖନ୍ତୁ ଏବଂ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଅତ୍ୟନ୍ତ ଗମ୍ଭୀରତାର ସହ ଦେଖନ୍ତୁ। କାରଣ ମାର୍ଚ୍ଚ 2026 ଆପଣଙ୍କ ଜୀବନର ଏମିତି ଏକ ମାସ ହେବାକୁ ଯାଉଛି ଯାହାକୁ ଆପଣ ବୋଧହୁଏ କେବେ ବି ଭୁଲି ପାରିବେ ନାହିଁ। ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ, କାହିଁକି ମୁଁ ଏତେ ବଡ଼ କଥା କହୁଛି? କାରଣ ଏହି ମାସରେ ଆକାଶ ମଣ୍ଡଳରେ ଏମିତି କିଛି ଘଟିବାକୁ ଯାଉଛି ଯାହା 100 ବର୍ଷରେ ଥରେ ଘଟେ। ଗୋଟିଏ କି ଦୁଇଟି ନୁହେଁ, ପାଞ୍ଚଟି ମହାଶକ୍ତିଶାଳୀ ଗ୍ରହ ଆପଣଙ୍କ ରାଶିର ସବୁଠାରୁ ବିପଦଜନକ ଏବଂ ରହସ୍ୟମୟ ଘରେ ଏକାଠି ହୋଇ ବସିଛନ୍ତି। ଏହା ହେଉଛି ସେହି ସମୟ ଯେତେବେଳେ ଭାଗ୍ୟ ଆପଣଙ୍କୁ ପରୀକ୍ଷା କରିବ, ଆପଣଙ୍କ ଧୈର୍ଯ୍ୟର ପରୀକ୍ଷା ମଧ୍ୟ ନେବ। ଆଉ ଯଦି ଆପଣ ସତର୍କ ନ ରୁହନ୍ତି, ତେବେ ଗୋଟିଏ ଭୁଲ ନିଷ୍ପତ୍ତି ଆପଣଙ୍କୁ ବଡ଼ ସଙ୍କଟରେ ପକାଇପାରେ। କିନ୍ତୁ ଡରନ୍ତୁ ନାହିଁ, ଜ୍ୟୋତିଷ ଶାସ୍ତ୍ର କେବଳ ଭୟ ଦେଖାଇବା ପାଇଁ ନୁହେଁ, ବରଂ ଅନ୍ଧାରରେ ଆଲୋକ ଦେଖାଇବା ପାଇଁ ଉଦ୍ଦିଷ୍ଟ। ଏହି ବିସ୍ତୃତ ଭିଡ଼ିଓରେ ଆମେ ଜାଣିବା ଏହି ପଞ୍ଚଗ୍ରହ ଚକ୍ରବ୍ୟୁହ ଭିତରେ ମଧ୍ୟ ଆପଣ କିପରି ବିଜୟ ହୋଇପାରିବେ। ଏବେ ଆସନ୍ତୁ ଜାଣିବା ଚାକିରି, ବ୍ୟବସାୟ, ପ୍ରେମ, ସ୍ୱାସ୍ଥ୍ୟ, ଏହି 4ଟି ବିଷୟରେ ଆମେ ବିସ୍ତୃତ ଭାବରେ ଆଲୋଚନା କରିବା। ତେବେ ବନ୍ଧୁଗଣ, ଭିଡ଼ିଓ ଦେଖିବା ଆଗରୁ ପ୍ରଥମେ ବୁଝନ୍ତୁ ଈଶ୍ୱରଙ୍କର କ'ଣ ଇଚ୍ଛା ରହିଛି ଏବଂ କେଉଁ ମହା ପ୍ରତିକାର କଲେ ଆପଣଙ୍କ ଉପରୁ ସବୁ ବିପଦ ଟଳିଯିବ। ଏସବୁର ଟିକିନିଖି ବିବରଣୀ ନେଇ ଆସନ୍ତୁ ଆରମ୍ଭ କରିବା ଆଜିର ଏହି ମହାରାଶିଫଳ। ପ୍ରଥମରେ ମାର୍ଚ୍ଚ ମାସର ଗ୍ରହଚିତ୍ର, ଏକ ଅଦ୍ଭୁତ ସଂଯୋଗର ବିଶ୍ଳେଷଣ। ମାର୍ଚ୍ଚ ମାସର ଆରମ୍ଭରୁ ହିଁ ଆପଣଙ୍କ ଜାତକରେ ଏକ ଅଦ୍ଭୁତ ଯୋଗ ସୃଷ୍ଟି ହେଉଛି। ଆମେ କୌଣସି ଜଟିଳ ଜ୍ୟୋତିଷ ଶାସ୍ତ୍ରୀୟ ଗଣନା ଭିତରକୁ ଯିବା ନାହିଁ, କିନ୍ତୁ ଏହାର ପ୍ରଭାବ କ'ଣ ହେବ ତାହା ବୁଝିବା ନିହାତି ଜରୁରୀ। କଳ୍ପନା କରନ୍ତୁ, ଆପଣଙ୍କ ଘରର ଅଷ୍ଟମ କୋଠରୀ, ଯାହାକୁ ଆମେ ମୃତ୍ୟୁ, ଆକସ୍ମିକ ଘଟଣା, ଗୁପ୍ତଧନ ଏବଂ ଷଡ଼ଯନ୍ତ୍ରର ଘର ବୋଲି କହୁ। ସେଠାରେ ଏକା ସାଙ୍ଗରେ ସୂର୍ଯ୍ୟ ଅର୍ଥାତ୍ ରାଜା, ମଙ୍ଗଳ ଅର୍ଥାତ୍ ସେନାପତି, ବୁଧ ଅର୍ଥାତ୍ ରାଜକୁମାର, ଶୁକ୍ର ଅର୍ଥାତ୍ ମନ୍ତ୍ରୀ ଏବଂ ରାହୁ ଅର୍ଥାତ୍ ଛାୟାଗ୍ରହ, ଏହି 5 ଜଣ ବସିଛନ୍ତି। ଏହାର ଅର୍ଥ କ'ଣ? ଅଷ୍ଟମ ଭାବର ଅଗ୍ନି। ଯେତେବେଳେ ଏତେ ଶକ୍ତିଶାଳୀ ଗ୍ରହମାନେ ଗୋଟିଏ ଜାଗାରେ ରୁଣ୍ଡ ହୁଅନ୍ତି, ସେଠାରେ ପ୍ରଚଣ୍ଡ ଶକ୍ତି ଉତ୍ପନ୍ନ ହୁଏ। ଏହା ଆପଣଙ୍କ ଜୀବନରେ ହଠାତ୍ କିଛି ଘଟାଇବ। ହଠାତ୍ ଧନ ମିଳିପାରେ କିମ୍ବା ହଠାତ୍ ବଡ଼ ଖର୍ଚ୍ଚ ଆସିପାରେ। ମାସର ଆରମ୍ଭରେ ହିଁ ଅର୍ଥାତ୍ ମାର୍ଚ୍ଚ 3ରେ ଏକ ଚନ୍ଦ୍ରଗ୍ରହଣ ଘଟୁଛି। ଏହି ଗ୍ରହଣ ଆପଣଙ୍କ ଧନ ଭାବ ଏବଂ ଅଷ୍ଟମ ଭାବକୁ ପ୍ରଭାବିତ କରୁଛି। ଏହା ଆପଣଙ୍କ ମାନସିକ ଶାନ୍ତିକୁ ଦୋହଲା ଦେଇପାରେ। ଏତେ ସବୁ ନକାରାତ୍ମକ ଭିତରେ ଗୋଟିଏ ଆଶାର କିରଣ ହେଉଛନ୍ତି ଶନିଦେବ, ଅର୍ଥାତ୍ ନବମ ଭାବରେ ବସି ଆପଣଙ୍କୁ ଧର୍ମ ଏବଂ ଆଧ୍ୟାତ୍ମ ବଳରେ ସୁରକ୍ଷା ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଗ୍ରହ ସ୍ଥିତି ଆପଣଙ୍କ ଜୀବନର ବିଭିନ୍ନ ବିଭାଗକୁ କିପରି ପ୍ରଭାବିତ କରିବ। ଜାନ ଅସ୍ତ ଜାହାନ ଅଛି, ଏହି କଥାଟିକୁ ଏ ମାସରେ ଗଣ୍ଠି ପକାଇ ବାନ୍ଧି ରଖନ୍ତୁ। କେଉଁ ରୋଗର ଆଶଙ୍କା ରହିଛି ଆସନ୍ତୁ ଜାଣିବା। ଏହି ମାସରେ ଆପଣଙ୍କ ଅଷ୍ଟମ ଭାବ ଅତ୍ୟନ୍ତ ସକ୍ରିୟ ଥିବାରୁ ଏବଂ ସେଠାରେ ରାହୁ ଓ ମଙ୍ଗଳଙ୍କ ଭଳି ଉଗ୍ର ଗ୍ରହ ଥିବାରୁ ନିମ୍ନଲିଖିତ ସମସ୍ୟା ଦେଖାଦେଇପାରେ, ଅର୍ଥାତ୍ ଗୁପ୍ତ ରୋଗ ଓ ସଂକ୍ରମଣ। ରାହୁ ଏବଂ ଶୁକ୍ରଙ୍କ ଏକତ୍ର ଅବସ୍ଥାନ ଯୋଗୁଁ ୟୁରିନ୍ ଇନଫେକ୍ସନ୍, ଗୁପ୍ତାଙ୍ଗଜନିତ ସମସ୍ୟା କିମ୍ବା ଚର୍ମ ରୋଗ ହେବାର ପ୍ରବଳ ସମ୍ଭାବନା ଅଛି। ଦ୍ୱିତୀୟରେ, ରକ୍ତ ଓ ହୃଦୟଜନିତ ସମସ୍ୟା। ମଙ୍ଗଳ ରକ୍ତର କାରକ ଅଟନ୍ତି। ଅଷ୍ଟମରେ ମଙ୍ଗଳ ଥିବାରୁ ରକ୍ତଚାପ ହଠାତ୍ ବଢ଼ିବ କିମ୍ବା କମିବ ଏବଂ ରକ୍ତ ବିକାର ଦେଖାଦେଇପାରେ। ହୃଦରୋଗୀମାନେ ଏହି ସମୟରେ ବିଶେଷ ସାବଧାନ ରୁହନ୍ତୁ। ତୃତୀୟରେ, ଦୁର୍ଘଟଣା ଓ ଆଘାତ। ମାସର ପ୍ରଥମ 15 ଦିନ, ବିଶେଷ କରି ମାର୍ଚ୍ଚ 1ରୁ 12 ତାରିଖ ମଧ୍ୟରେ ଗାଡ଼ି ମୋଟର ଚଳାଇବା ବେଳେ ଅତ୍ୟନ୍ତ ସତର୍କ ରୁହନ୍ତୁ। ଛୋଟ ମୋଟ ଆଘାତ
କାଟି ହୋଇଯିବା କିମ୍ବା ପଡ଼ିଯିବାର ଆଶଙ୍କା ରହିଛି। ଚତୁର୍ଥରେ ପେଟ ଓ ହଜମ କ୍ରିୟା। ଦ୍ୱାଦଶରେ ବୃହସ୍ପତି ଥିବାରୁ ଲିଭର ଏବଂ ହଜମଜନିତ ସମସ୍ୟା ଦେଖାଦେଇପାରେ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଫୁଡ୍ ପଏଜନିଂ ହୋଇପାରେ। ଏବେ ଆସନ୍ତୁ ଜାଣିବା ମାନସିକ ସ୍ୱାସ୍ଥ୍ୟ ଉପରେ କ'ଣ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣ ଏବଂ ରାହୁଙ୍କ ପ୍ରଭାବ ଯୋଗୁଁ ଆଞ୍ଜାଇଟି ବା ଅଜଣା ଭୟ ମନକୁ ଗ୍ରାସ କରିବ। ରାତିରେ ନିଦ ନ ହେବା ଏକ ମୁଖ୍ୟ ସମସ୍ୟା ହୋଇପାରେ। ଆପଣଙ୍କୁ ଲାଗିବ ଯେମିତି କିଛି ଖରାପ ଘଟିବାକୁ ଯାଉଛି, ଯଦିଓ କିଛି ବାସ୍ତବରେ ସେମିତି କିଛି ନଥାଇପାରେ, ତଥାପି ଆପଣଙ୍କୁ ଏମିତି ହିଁ ଲାଗିବ। ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଦିନ ହେଉଛି ମାର୍ଚ୍ଚ 1, 2, 3, 11, 12, 20 ଏବଂ 21। ଏହି ଦିନଗୁଡ଼ିକରେ କୌଣସି ରିସ୍କ ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ପାଇଁ ମହାପ୍ରତିକାର ରହିଛି ଆହାର ବିହାର। ମାର୍ଚ୍ଚ ମାସ ସାରା ନିରାମିଷ ଭୋଜନ କରିବାକୁ ଚେଷ୍ଟା କରନ୍ତୁ। ବିଶେଷ କରି ମଙ୍ଗଳବାର ଏବଂ ଶନିବାର ଦିନ ଆମିଷ ଖାଆନ୍ତୁ ନାହିଁ। ଦ୍ୱିତୀୟରେ ଜଳଦାନ। ରୋଗରୁ ମୁକ୍ତି ପାଇବା ପାଇଁ କୌଣସି ମନ୍ଦିର ବା ସର୍ବସାଧାରଣ ସ୍ଥାନରେ ପିଇବା ପାଣିର ବ୍ୟବସ୍ଥା କରନ୍ତୁ। ମନ୍ତ୍ର ରହିଛି ପ୍ରତ୍ୟେକ ଦିନ ସକାଳେ 108 ଥର ଓମ୍ ଜୁଂ ସହ ମାଂ ପାଳୟ ପାଳୟ ସ୍ୱାହା ମନ୍ତ୍ର ଜପ କରନ୍ତୁ। ଏହା ମୃତ୍ୟୁଞ୍ଜୟ ମନ୍ତ୍ରର ଏକ ଲଘୁ ରୂପ ଯାହା ରୋଗନାଶକ ଅଟେ। ତୃତୀୟରେ ଆର୍ଥିକ ସ୍ଥିତି। ଧନର ଆଗମନ ନା କ୍ଷୟ। ଦର୍ଶକ ବନ୍ଧୁ, ଅର୍ଥ ହେଉଛି ଜୀବନର ଦ୍ୱିତୀୟ ଭଗବାନ। ମାର୍ଚ୍ଚ ମାସରେ ଆପଣଙ୍କ ଆର୍ଥିକ ସ୍ଥିତି ସାପ ସିଡ଼ି ଖେଳ ଭଳି ରହିବ। ଆୟର ସ୍ଥିତି ରହିଛି ହଠାତ୍ ଧନ ପ୍ରାପ୍ତି। ଅଷ୍ଟମ ଭାବ ହେଉଛି ଗୁପ୍ତ ଧନର ଘର। ତେଣୁ ଏହି ମାସରେ କିଛି ଲୋକଙ୍କୁ ହଠାତ୍ ଇନ୍ସୁରାନ୍ସର ପରିପକ୍ୱ ରାଶି, ପୈତୃକ ସମ୍ପତ୍ତିରୁ ଭାଗ କିମ୍ବା ବହୁ ଦିନରୁ ଅଟକି ରହିଥିବା ବକେୟା ଟଙ୍କା ମିଳିବାର ପ୍ରବଳ ଯୋଗ ଅଛି। ଯେଉଁମାନେ ବିଦେଶ ସୂତ୍ରରୁ ଆୟ କରନ୍ତି କିମ୍ବା ଅନଲାଇନ୍ କାମ କରନ୍ତି, ସେମାନଙ୍କ ପାଇଁ ମାସର ଦ୍ୱିତୀୟ ଭାଗ ଅର୍ଥାତ୍ ମାର୍ଚ୍ଚ 15 ପରେ ଅତ୍ୟନ୍ତ ଶୁଭ ରହିବ। କର୍କଟ ରାଶିର ନିବେଶକମାନଙ୍କ ପାଇଁ ମାର୍ଚ୍ଚ ମାସଟି ଅତ୍ୟନ୍ତ ବିପଦଜନକ। ସତର୍କ ଘଣ୍ଟି ରହିଛି। ମାର୍ଚ୍ଚ 1ରୁ 12 ତାରିଖ ପର୍ଯ୍ୟନ୍ତ ସେୟାର ବଜାରରେ କୌଣସି ବଡ଼ ନିବେଶ କରନ୍ତୁ ନାହିଁ। ଇଣ୍ଟ୍ରା ଟ୍ରେଡିଂ ଏବଂ ଫ୍ୟୁଚର ଆଣ୍ଡ ଅପସନ୍ସରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ରାହୁଙ୍କ ପ୍ରଭାବରେ ଆପଣ ଲୋଭର ବର୍ଷାବର୍ତ୍ତୀ ହୋଇ ଭୁଲ ସେୟାର କିଣିପାରନ୍ତି। ଆର୍ଥିକ ପ୍ରତିକାର ରହିଛି ଲକ୍ଷ୍ମୀ ପୂଜା। ପ୍ରତି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଅର୍ପଣ କରନ୍ତୁ ଏବଂ କ୍ଷୀରି ଭୋଗ ଲଗାନ୍ତୁ। ବନ୍ଧୁଗଣ, ଚାକିରି କ୍ଷେତ୍ରରେ ଏହି ମାସଟି ରାଜନୀତି ଏବଂ ଚ୍ୟାଲେଞ୍ଜରେ ଭରା ରହିବ। ମାର୍ଚ୍ଚ 10ରୁ 20 ମଧ୍ୟରେ ମନରେ ତୀବ୍ର ନକାରାତ୍ମକ ଚିନ୍ତା ଆସିପାରେ। ଏ ଚାକିରି ଆଉ କରିବି ନାହିଁ, ଇସ୍ତଫା ଦେଇଦେବି, ଏମିତି ଭାବନା ଆସିବ। କିନ୍ତୁ ସାବଧାନ, ହାତରେ ଅନ୍ୟ ଅଫର ନଥାଇ ଚାକିରି ଛାଡ଼ନ୍ତୁ ନାହିଁ, ନଚେତ୍ ପରେ ପଶ୍ଚାତାପ କରିବାକୁ ପଡ଼ିବ। ଯେଉଁମାନେ ବହୁ ଦିନରୁ ଟ୍ରାନ୍ସଫର ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କ ଇଚ୍ଛା ପୂରଣ ହୋଇପାରେ। ଦ୍ୱାଦଶ ବୃହସ୍ପତି ଏବଂ ନବମ ଶନି ଦୂର ସ୍ଥାନକୁ ଯାତ୍ରା ବା ବଦଳିର ସୂଚନା ଦେଉଛନ୍ତି। ଯଦି ଆପଣ IT, ଡାଟା ସାଇନ୍ସ, ଡିଟେକ୍ଟିଭ ଏଜେନ୍ସି, ଖଣି କିମ୍ବା ମେଡିକାଲ ରିସର୍ଚ୍ଚ କ୍ଷେତ୍ରରେ ଅଛନ୍ତି, ତେବେ ଏହି ମାସଟି ଆପଣଙ୍କ ପାଇଁ ଆଶୀର୍ବାଦ ସଦୃଶ ହେବ। ଆପଣଙ୍କ ଗଭୀର ଜ୍ଞାନ ପାଇଁ ଆପଣ ପ୍ରଶଂସିତ ହେବେ। ବ୍ୟବସାୟୀମାନଙ୍କ ପାଇଁ ମାର୍ଚ୍ଚ ମାସଟି ଏକ ଦୋଛକି ପରିସ୍ଥିତି ସୃଷ୍ଟି କରିବ। ବ୍ୟବସାୟରେ ସତର୍କତା। ପାର୍ଟନରସିପ୍ ବିବାଦ। ଯଦି ଆପଣମାନେ ଭାଗିଦାରୀରେ ବ୍ୟବସାୟ କରୁଛନ୍ତି, ତେବେ ପାର୍ଟନରଙ୍କ ସହିତ ମତଭେଦ ତୀବ୍ର ହୋଇପାରେ। ଟଙ୍କା ପଇସା କାରବାରରେ ସ୍ୱଚ୍ଛତା ରଖନ୍ତୁ, ନଚେତ୍ ସନ୍ଦେହ ସୃଷ୍ଟି ହେବ। ଟିକସ କିମ୍ବା ସରକାରୀ କାଗଜପତ୍ର ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ସମସ୍ତ ଡକ୍ୟୁମେଣ୍ଟ ଠିକ୍ ରଖନ୍ତୁ, କୌଣସି ବେଆଇନ କାମ କରନ୍ତୁ ନାହିଁ। ତେବେ ଦର୍ଶକ ବନ୍ଧୁ, କର୍କଟ ରାଶିର ଲୋକମାନେ ଅତ୍ୟନ୍ତ ଭାବପ୍ରବଣ। କିନ୍ତୁ ମାର୍ଚ୍ଚ ମାସରେ ଆପଣଙ୍କ ଭାବନା ହିଁ ଆପଣଙ୍କ ଶତ୍ରୁ ପାଲଟିପାରେ। ଆମେ ଏବେ କଥା ହେବା ଆପଣମାନଙ୍କ ପ୍ରେମ ସମ୍ପର୍କ ବିଷୟରେ। ଅଷ୍ଟମ ଭାବରେ ଶୁକ୍ର ଏବଂ ରାହୁଙ୍କ ଯୁତି ପ୍ରେମ ସମ୍ପର୍କରେ ଟିକେ ଅସୁବିଧା ସୃଷ୍ଟି କରିବ। କିନ୍ତୁ ଏହା ଆପଣମାନଙ୍କ ହାତରେ ହିଁ ଅଛି କେମିତି ଆପଣ ଆପଣଙ୍କ ପ୍ରେମ ସମ୍ପର୍କକୁ ସ୍ଥାୟିତ୍ୱ ରଖିବେ। ଆପଣମାନେ ଏମିତି ଏକ ଦୋଛକିରେ ଠିଆ ହୋଇଛନ୍ତି, ପରିସ୍ଥିତି ଆପଣଙ୍କୁ ଏବେ ଏମିତି କରିଛି ଯେଉଁଥିପାଇଁ ଆପଣଙ୍କୁ ନିର୍ଣ୍ଣୟ ନେବାକୁ ବହୁତ ସମୟ ଲାଗିବ ଏବଂ ଆପଣମାନେ ଯାହା ବି କରିବେ ଭାବିଚିନ୍ତି ହିଁ କରିବେ, କାରଣ ଏହା ଆପଣମାନଙ୍କର ଭବିଷ୍ୟତର କଥା।
ଏହି ମାସରେ ଆପଣଙ୍କ ଜୀବନରେ ନୂଆ ସମ୍ପର୍କ ଯୋଡ଼ି ହେବ ଏବଂ ଆପଣମାନେ ଭବିଷ୍ୟତର ଚିନ୍ତା ମଧ୍ୟ କରିପାରନ୍ତି। ଦାମ୍ପତ୍ୟ ଜୀବନ ବିଷୟରେ କହିବାକୁ ଗଲେ ଦ୍ୱିତୀୟ ଭାବରେ କେତୁ ଥିବାରୁ ଆପଣଙ୍କ କଟୁବଚନ ପତି ପତ୍ନୀଙ୍କ ମଧ୍ୟରେ ଗଭୀର ଆଘାତ ଦେଇପାରେ। ଛୋଟ କଥାକୁ ନେଇ ବଡ଼ ଝଗଡ଼ା ମଧ୍ୟ ହୋଇପାରେ, ସେଥିପାଇଁ ଟିକେ ସାବଧାନ ରୁହନ୍ତୁ। ପ୍ରତିକାର ରହିଛି, ଶୋଇବା ଘରେ ଏକ ମୟୂର ପୁଚ୍ଛ ରଖନ୍ତୁ। ନିଜ ଜୀବନ ସାଥୀଙ୍କୁ କୌଣସି ସୁଗନ୍ଧିତ ଦ୍ରବ୍ୟ ଉପହାର ଦିଅନ୍ତୁ। ତୁଳସୀ ଗଛ ମୂଳରେ ପ୍ରତିଦିନ ସନ୍ଧ୍ୟାରେ ଘିଅ ଦୀପ ଜଳାନ୍ତୁ। ଏବଂ ପ୍ରେମର ପ୍ରତୀକ ରହିଛନ୍ତି ଶୁକ୍ରଦେବ। ଶୁକ୍ରଦେବଙ୍କୁ ଶାନ୍ତ କରିବା ପାଇଁ ପ୍ରତ୍ୟେକ ଦିନ ମନ୍ଦିର ସାମ୍ନାରେ ଛୋଟ ଛୋଟ ଝିଅମାନଙ୍କୁ ମିଠା ଦ୍ରବ୍ୟ ଦାନ କରନ୍ତୁ। ଏହାଦ୍ୱାରା ଆପଣଙ୍କର ପ୍ରେମ ସମ୍ପର୍କ ଏବଂ ବୈବାହିକ ଜୀବନ ବହୁତ ଭଲରେ କଟିବ। ଏବେ ଆସନ୍ତୁ ଜାଣିବା ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କ ବିଷୟରେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ମାସଟି ମିଶ୍ରିତ ଫଳ ଦେବ। ରାହୁଙ୍କ ପ୍ରଭାବ ଯୋଗୁଁ ପାଠପଢ଼ାରେ ଟିକେ ମନ ଲାଗିନପାରେ। ମୋବାଇଲ ଗେମ୍ ଏବଂ ସୋସିଆଲ ମିଡ଼ିଆରେ ଅଧିକ ସମୟ ନଷ୍ଟ ହେବାର ସମ୍ଭାବନା ଅଛି। କିନ୍ତୁ ଯେଉଁମାନେ PhD କିମ୍ବା କୌଣସି ଗହନ ବିଷୟରେ ଗବେଷଣା କରୁଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ। ଅଷ୍ଟମ ଭାବ ଗଭୀର ଜ୍ଞାନର କାରକ ହୋଇଥିବାରୁ ଆପଣ ନୂତନ ତଥ୍ୟ ଆବିଷ୍କାର କରିପାରିବେ। ତେବେ ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ଉପରକୁ। ନିଜ କ୍ୟାଲେଣ୍ଡର ବାହାର କରନ୍ତୁ ଏବଂ ଏହି ତାରିଖ ଗୁଡ଼ିକୁ ନୋଟ୍ କରନ୍ତୁ। ମାର୍ଚ୍ଚ 1-3 ଅତ୍ୟନ୍ତ ଅଶୁଭ, ଅର୍ଥାତ୍ ଚନ୍ଦ୍ରଗ୍ରହଣର ପ୍ରଭାବ, ମାନସିକ ଅଶାନ୍ତି, ଭୟ। କୌଣସି ନୂଆ କାମ କରନ୍ତୁ ନାହିଁ, ନିଜ ମନକୁ ଶାନ୍ତ ରଖନ୍ତୁ। ମାର୍ଚ୍ଚ 4-7 ମଧ୍ୟମ ଧରଣର ରହିବ। ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ହେବ, ଖର୍ଚ୍ଚ ବଢ଼ିବ, କର୍ମକ୍ଷେତ୍ରରେ ଚାପ ରହିବ। ମାର୍ଚ୍ଚ 4 ଏବଂ 7 ମଧ୍ୟମ ଧରଣର ରହିବ। ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିବ, ଖର୍ଚ୍ଚ ବଢ଼ିବ, କର୍ମକ୍ଷେତ୍ରରେ ଚାପ ମଧ୍ୟ ରହିବ। ମାର୍ଚ୍ଚ 8-10 ଶୁଭ ସମୟ, ବନ୍ଧୁ ମିଳନ ହେବ, ଧନ ପ୍ରାପ୍ତିର ଯୋଗ ଅଛି, ବ୍ୟବସାୟରେ ଲାଭ ମଧ୍ୟ ହେବ। ମାର୍ଚ୍ଚ 11 ଏବଂ 12 ଅଶୁଭ ସମୟ, କାର୍ଯ୍ୟରେ ବାଧା ଆସିବ, ଅଯଥା ବିବାଦ ଘଟିବ, କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ମାର୍ଚ୍ଚ 13 ଏବଂ 18 ଅତ୍ୟନ୍ତ ଶୁଭ, ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବ, ଭାଗ୍ୟର ସାଥ ମିଳିବ, ଧାର୍ମିକ ଯାତ୍ରା ମଧ୍ୟ କରିବେ। ମାର୍ଚ୍ଚ 19-22 ମଧ୍ୟମ ଧରଣର ରହିବ, କର୍ମ ବ୍ୟସ୍ତତା ଭିତରେ ରହିବେ, ପରିବାରରେ ଛୋଟ ମୋଟ ଝଗଡ଼ା ମଧ୍ୟ ଟିକେ ହୋଇପାରେ। ବନ୍ଧୁଗଣ, ଈଶ୍ୱର କ'ଣ ଚାହାନ୍ତି? ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବି ଘଟଣା ବିନା କାରଣରେ ଘଟେ ନାହିଁ। ମାର୍ଚ୍ଚ 2026ରେ ଗ୍ରହମାନଙ୍କର ଏକ ବିଚିତ୍ର ସ୍ଥିତି ମାଧ୍ୟମରେ ଈଶ୍ୱର ଆପଣଙ୍କୁ ଏକ ବିଶେଷ ସଂକେତ ଦେଉଛନ୍ତି। ରୂପାନ୍ତରଣର ସମୟ। ଆପଣଙ୍କ ଅଷ୍ଟମ ଭାବ ସକ୍ରିୟ ହେବାର ଅର୍ଥ ହେଉଛି କିଛି ଜିନିଷକୁ ତ୍ୟାଗ କରି ନୂତନକୁ ଆପଣାଇବା। ଈଶ୍ୱର ଚାହାନ୍ତି ଯେ ଆପଣ ନିଜ ଭିତରେ ଥିବା ଭୟ, ଦୁର୍ବଳତା ଏବଂ ଅହଙ୍କାରକୁ ନଷ୍ଟ କରନ୍ତୁ। ଯେଉଁ ସମ୍ପର୍କ ଆପଣଙ୍କୁ କଷ୍ଟ ଦେଉଛି ସେ ସମ୍ପର୍କଠାରୁ ଦୂରେଇ ଯାଆନ୍ତୁ, ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ। ଯେଉଁ ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରୁଛି ତାକୁ ମଧ୍ୟ ବଦଳାନ୍ତୁ। ନବମ ଶନି ଆପଣଙ୍କୁ ଶିଖାଉଛନ୍ତି ଯେ କେବଳ ଭାଗ୍ୟ ଉପରେ ଭରସା ନ କରି କର୍ମ ଉପରେ ବିଶ୍ୱାସ କରନ୍ତୁ। ଏହି କଠିନ ସମୟ ଆପଣଙ୍କୁ ସୁନା ଭଳି ଖାଣ୍ଟି କରିବା ପାଇଁ ଆସିଛି, ତେଣୁ ଭାଙ୍ଗି ପଡ଼ନ୍ତୁ ନାହିଁ, ବରଂ ଈଶ୍ୱରଙ୍କ ନିକଟରେ ସମର୍ପିତ ହୋଇ ଆଗକୁ ବଢ଼ନ୍ତୁ। ଦର୍ଶକ ବନ୍ଧୁ, ସମସ୍ୟା ଯେତେ ବଡ଼ ହେଉନା କାହିଁକି ସମାଧାନ ନିଶ୍ଚୟ ଥାଏ। ଏହି ମାସରେ ନକାରାତ୍ମକ ପ୍ରଭାବରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ପ୍ରତିକାର ଗୁଡ଼ିକ ନିଶ୍ଚୟ କରନ୍ତୁ। ପ୍ରଥମରେ ଶିବ ଆରାଧନା। ଭଗବାନ ଶିବ ହେଉଛନ୍ତି ମୃତ୍ୟୁଞ୍ଜୟ। ପ୍ରତ୍ୟେକ ସୋମବାର ଦିନ ଶିବଲିଙ୍ଗ ଉପରେ କଞ୍ଚା କ୍ଷୀର, ଯେଉଁଥିରେ ଟିକିଏ କଳା ରାଶି ମିଶିଥିବ, ଏହା ଅର୍ପଣ କରନ୍ତୁ। ଅର୍ପଣ କଲାବେଳେ ଓମ୍ ନମଃ ଶିବାୟ ମନ୍ତ୍ର 108 ଥର ଜପ କରନ୍ତୁ। ଦ୍ୱିତୀୟରେ କୁକୁର ସେବା। ରାହୁଙ୍କ କୁପ୍ରଭାବ କମାଇବା ପାଇଁ ପ୍ରତିଦିନ ବୁଲା କୁକୁରଙ୍କୁ ବିସ୍କୁଟ ବା ରୁଟି ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କୁ ଆକସ୍ମିକ ବିପଦରୁ ରକ୍ଷା କରିବ। ତୃତୀୟରେ ଗଣେଶ ପୂଜା। କେତୁଙ୍କ ପ୍ରଭାବରୁ ମୁକ୍ତି ପାଇବା ପାଇଁ ପ୍ରତି ବୁଧବାର ଦିନ ଗଣେଶଙ୍କୁ ଦୁବ ଘାସ ଅର୍ପଣ କରନ୍ତୁ ଏବଂ ଓମ୍ ଗଂ ଗଣପତେ ନମଃ ମନ୍ତ୍ର ଜପ କରନ୍ତୁ। ପ୍ରତିକାର ରହିଛି, ମାସର ପ୍ରଥମ ଶନିବାର ଦିନ ଗୋଟିଏ ଜଟା ଥିବା ନଡ଼ିଆ ନିଜ ମୁଣ୍ଡ ଉପରେ 7 ଥର ବୁଲାଇ କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ। ଏହା ଆର୍ଥିକ ବାଧା ଦୂର କରିବ। ଦର୍ଶକ ବନ୍ଧୁ, ମାର୍ଚ୍ଚ 2026 କର୍କଟ ରାଶି ପାଇଁ ଏକ ଚ୍ୟାଲେଞ୍ଜିଂ ମାସ, କିନ୍ତୁ ଅସମ୍ଭବ ନୁହେଁ। ମନେ ରଖନ୍ତୁ, ଝଡ଼ ପରେ ହିଁ ଶାନ୍ତ ପରିବେଶ ଆସେ। ଏହି ମାସରେ ଆପଣ ଯେତିକି ସଂଘର୍ଷ କରିବେ ଆଗାମୀ ଦିନରେ ସେତିକି ସଫଳତା ପାଇବେ। କେବଳ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ଅଯଥା ରିସ୍କ ନିଅନ୍ତୁ ନାହିଁ ଏବଂ ଈଶ୍ୱରଙ୍କ ଉପରେ
ଅଟଳ ବିଶ୍ୱାସ ରଖନ୍ତୁ। ବିପଦ ଆପଣଙ୍କୁ ଛୁଇଁ ବି ପାରିବ ନାହିଁ। ଯଦି ଆପଣଙ୍କୁ ଆଜିର ଏହି ଭିଡ଼ିଓ ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସ